ତମର ସମ୍ମାନନୀୟ ଗୁରୁଜୁଗୁରୁମାମାନେ ଏବଂ ପ୍ରିୟ ବନ୍ଧୁଗଣ ଏବଂ ଏଠାରେ ଉପସ୍ଥିତ ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ ଏକତ୍ରିତ ହେବାର କାରଣ ଆଜିର ଆମ ଦେଶ ପାଇଁ ବହୁତ ବଡ଼ ଦିନ। ସ୍ୱାଧୀନତାର ମହତ୍ତ୍ୱ ଆମେମାନେ ଜାଣୁ। ବହୁତ ବର୍ଷ କଠିନ ପରିଶ୍ରମ, ଦୃଢ଼ ଆତ୍ମବଳ ଏବଂ ଅଦମ୍ୟ ସାହସର ପ୍ରତିବଦଳରେ 15 ଅଗଷ୍ଟ 1947ରେ ଆମ ଦେଶ ଇଂରେଜମାନଙ୍କଠାରୁ ସ୍ୱାଧୀନତା ପାଇଥିଲା। ସେହି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆତ୍ମବଳିଦାନକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆମେ ଏହି ଦିବସ ପାଳନ କରିଥାଉ। ଆଜି ଆମେ ଆମ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ କରିଛୁ। ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଯେତେବେଳେ ମଙ୍ଗଳ ପାଣ୍ଡେ ନାମକ ବଙ୍ଗଳାର ଜଣେ ବିପ୍ଳବୀ ବ୍ରିଟିଶ ଶାସନର ଜଣେ ବ୍ରିଟିଶ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେବେଠାରୁ ସମଗ୍ର ଭାରତର ଦେଶବାସୀ ବ୍ରିଟିଶଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଥିଲା। ବ୍ରିଟିଶମାନଙ୍କଠାରୁ ଆମେ ଏବଂ ଆମ ଦେଶ ଏତେ ସହଜରେ ସ୍ୱାଧୀନତା ପାଇନା। ଦେଶର ସ୍ୱାଧୀନତା ପାଇବା ପାଇଁ ବହୁ ବଡ଼ ବଡ଼ ଯୋଦ୍ଧା ଆତ୍ମବଳିଦାନ ଦେଇଥିଲେ, ଯେପରିକି ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ମଙ୍ଗଲ ପାଣ୍ଡେ, ବାଳଗଙ୍ଗାଧର ତିଲକ, ଖୁଦିରାମ ବୋଷ, ବାଜିରାଓ ଟାଗୋର, ଭଗତ ସିଂ, ଜବାହରଲାଲ ନେହେରୁ ଇତ୍ୟାଦି। ସ୍ୱାଧୀନତା ସଂଗ୍ରାମ ପାଇଁ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଅନେକ ଥର ତାଙ୍କୁ ଜେଲ୍ ଯିବାକୁ ପଡ଼ୁଥିଲା, କିନ୍ତୁ ସେ ହାର ମାନିନଥିଲେ, କାରଣ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଦେଶର ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବା ଏବଂ ବହୁ ଅତ୍ୟାଚାର ଏବଂ ସଂଘର୍ଷର ଶିକାର ହେବା ପରେ ସେ ସଫଳ ହୋଇଥିଲେ। ମୁଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ମର୍ମରେ କିଛି ଧାଡ଼ି କହିବାକୁ ଚାହେଁ। ଜାତି ଇତିହାସ ଜାତିର ନିଜର ସଦାବହିତ ଓ ଜାତି ପ୍ରାଣଧର ସେଠାରୁ ନୀର ପିଉଛିର ନିଶ୍ଚୟ ସେ ହେବ ଜାତି କର୍ମବୀର। କଳ କଳର ଛୁଟିସାଧର ଅତୀତ କିରତି ଗାଇ ନିରନ୍ତର ଭାବି କିରତିର ହୃଦୟ ନାଚୁଛି ଯଥା ଚନ୍ଦ୍ରୋଦୟ ନାଚେ ରତ୍ନାକର। 15 ଅଗଷ୍ଟ 1947ରେ ଭାରତର ଇତିହାସ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଥିଲା ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପତାକା ଉତ୍ତୋଳନ କରିଥିଲେ। ସେବେଠାରୁ ପ୍ରତିବର୍ଷ ଭାରତର ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରନ୍ତି ଏବଂ ସମସ୍ତ ଶହୀଦ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ସ୍ୱାଧୀନତା ପରେ ଦୀର୍ଘ 79 ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଛି। ଦୁଃଖ ଲାଗେ ସେହି ଦେଶ ପାଇଁ ଲଢ଼ିଥିବା ସେହି ମହାପୁରୁଷମାନଙ୍କ ସ୍ୱପ୍ନକୁ ଆମେ ଏଯାବତ ପୂରା କରିପାରି ନାହୁଁ। ନିରକ୍ଷରତା, ଦାରିଦ୍ର୍ୟ, କୁସଂସ୍କାର, ନାରୀ ନିର୍ଯାତନା ଭଳି ସମସ୍ୟା ଏ ଦେଶରେ ବିଦ୍ୟମାନ। ଆମେ ସ୍ୱାଧୀନ କହି ଛାତିରେ ହାତ ବାଡ଼େଇ କେବଳ ଗର୍ବ କରିବାରେ ଆମ ସମସ୍ୟାର ସମାଧାନ ହେବ ନାହିଁ। ଆମକୁ ଦୃଢ଼ ଶପଥ ନେବାକୁ ହେବ ଦେଶର ହିତ ପାଇଁ ଲଢ଼େଇ କରିବା। ତାହେଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ ଆମଠାରୁ ବେଶୀ ଦୂରରେ ରହିବନି। ଆମେ ସବୁବେଳେ ଆମ ଦେଶକୁ ଭଲ ପାଇବା। ମୁଁ ମୋ ଦେଶକୁ ବହୁତ ଭଲ ପାଏ। ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।